नमस्कार दर्शक बंधु मु लकी आपण मानक स्वागत करुच्ची बीआर मूवीज प्रस्तुत ओडिशार प्राचीन परंपरार ए ओडिया पाला आमर ये झरका कार्यक्रम। से द्वारिकाधीश प्रभु कृष्णचंद्र। किए? द्वारिकाधीश प्रभु कृष्णचंद्र। द्वारिकाधीश प्रभु कृष्ण। हाँ सखी 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 हाँ सखी कौन है आउ थरे से नाटा कहलु। ता ना परा कृष्ण। कृष्ण हाँ बेस मधुर ना दिए तो ताको ना परा कृष्ण। आउ थरे कहलु कृष्ण। कृष्ण हाँ बोला कि नाम कहलु सखी कि नाम कहलु तुही कि नाटा मत कहलु से नाटा शुणा मात्रे कहीं केजाणी मो मन भितर आंदोलित सृष्टि होची। सखी पागल है ना कौन सतरे से कृष्ण नाम गोटे मादकता अच्छी से कृष्ण नाम गोटे आकर्षण अच्छी कृष्ण नाम को श्रवण करने मात्रे मो हृदय पुलकित हो जाउची। लिखले रूप गोस्वामी पर तुंडे तांडविनी रतिंग तनुते तुंडावली लब्धे क्रोड़ कडम्बिनी प्रकुरुते वर्णार्बुदे भ्यस्पृहा प्रांगण समिनी विजयते सर्वेन्द्रियाणाम कृति जाने जनिता चिरदभिरमृतै कृष्णेति वर्णद्वयी। सतरे से कृष्ण नाम को शुणी मु पागल नहीं जाइछि। मु पागल हो जाइछि। से कृष्ण कोन सतरे मो भाग्य रे अछंती से कृष्ण कोन मु कोन सतरे अर्धांगिनी हे पारिबी सते कोन से कृष्ण मते स्वामी रूप रे मिलिबे। सखी जदि कृष्ण मते न मिलिबे सत कहूछि सखी मु सत को सत पागल हे जिबी। बोला कृष्ण मोहर प्राण कृष्ण मोर जीवन कृष्ण माया कृष्ण माया मने मने द्रौपदी भगवान कृष्ण को निजर सर्वस्व मन कर सारी कृष्ण को निजर पति रूप में वर्ण कर सारी ठीक एतिक बेले पार्टी कथा सरीनी ये पत्र खड़ खड़ सबे पत्र खड़ खड़ सबे गला चेतना
ଦୁଇ ସଖୀ କଥା ହେଉଥିଲା ବେଳେ ଆଜ୍ଞା ନିକଟରେ ଗୋଟେ ବୁଦା ଭିତରୁ ଶୁଖିଲା ପତ୍ରର ଖଡ ଖଡ ଶବ୍ଦ ଶୁଭିଲା। ଚମକି ପଡିଲା ଦ୍ରୌପଦୀ, କହିଲା କେଶିନୀ ସଖୀ କେଶିନୀ ଏ ସଖୀ ଆମେ ଦୁଇ ଜଣ କଥା ହଉଥିଲେ, ହଁ। ଅନ୍ତରର କଥା, ଦି ଚାରି ପଦ ପ୍ରେମର କଥା, ହଁ। ଆମ କଥାକୁ ବୋଧେ କିଏ ଶୁଣି ଦେଇଛି। କାହିଁକି ବା? ଏ କଥାଟା ଯଦି ମୋ ବାପାଙ୍କ କାନରେ ପଡିଯାଏ ହଁ। କାଳେ ମୋ ବାପାଙ୍କ ନାଁରେ ନିନ୍ଦା ହବ। ସଖୀ ଏ ସଖୀ ଚାଲୁ ଦେଖିବା କିଏ, ଚାଇଲୁ ଚାଲୁ ଦେଖିବା କିଏ। ଚାଲ। ଆଜ୍ଞା ଦୁଇ ସଖୀ ଗୋଡେଇ ଗଲେ, ହଁ ହଁ ଲୋକଟା ପଳେଇ ପଳେଇ ଯାଉଛି। ଦୁଇ ହାତକୁ ଧରି ପକେଇଲେ ଦୁଇ ଜଣ, ଗୋଟେ ହାତକୁ ଧରିଛି ଦ୍ରୌପଦୀ, ଆଉ ଗୋଟେ ହାତକୁ ଧରିଛି କେଶିନୀ। ଦ୍ରୌପଦୀ ପଚାରିଲେ, କହିଲେ ଏ ମୂର୍ଖ, ହେ ଚୋର, ତମର ସାଧାରଣ ଜ୍ଞାନ ନାହିଁ? ଦୁଇ ଜଣ ଯୁବତୀ କଥା ହେଉଥିଲା ବେଳେ ତମେ ଲୁଚି ଲୁଚି ଶୁଣୁଛ? ତମ ମୁହଁରେ ସାମାନ୍ୟ ଲଜ୍ଜା ନାହିଁ? ଆରେ କଣ ପଚାରୁଛି ପରା, ଆରେ କଣ ପଚାରୁଛି ପରା, ଚାଦରଟା ଘୋଡ଼ି ଯାଇ କଣ ବସିଛ? ଆରେ କଣ ପଚାରୁଛି କାନରେ କିଛି ଅଛି ନା ନାହିଁ? ଚାଦରଟାକୁ ମା ଦ୍ରୌପଦୀ ତଳକୁ ଭିଡ଼ି ଦେଲେ। ଚମକି ପଡ଼ିଲେ ସେ ମୂର୍ଖ ମୂର୍ଖ ଅଣ୍ଡଳକୁ ଦେଖି। ସିଏ ଆଉ କେହି ନୁହନ୍ତି ଆଜ୍ଞା, ସିଏ ହଉଛନ୍ତି ପାଞ୍ଚାଳ କଟକର ନରେଶ ରାଜା ଦ୍ରୁପଦ। ନୟନରୁ ଝରି ଯାଏ ନିରଧାର ଧାର, ଝରି ଯାଏ କାନ୍ଦୁଛନ୍ତି ଦ୍ରୁପଦ ଦେ ହୋଇଲ କାତର। ବାପାଙ୍କ ଆଖିରୁ ଶ୍ରାବଣୀର ଧାରା ଛୁଟି ଚାଲିଛି ଲୁହର ବନ୍ୟା। ଚାହିଁଦେଲା ବାପାଙ୍କ ମୁହଁକୁ ଦ୍ରୌପଦୀ। ବାପା ଆପଣ କାନ୍ଦୁଛନ୍ତି? ମୋ ଦ୍ୱାରା କଣ କିଛି ଅପରାଧ ହେଇଯାଇଛି ବାପା? ମୁଁ କଣ କିଛି ଭୁଲ କରିଯାଇଛି କି ବାପା? ହେଲେ ଆଜି ପର୍ଯ୍ୟନ୍ତ ମୁଁ କେବେ ହେଲେ ଆପଣଙ୍କ ଆଖିରେ ଅଶ୍ରୁ ଦେଖିନି। ଆଜି କାହିଁ କାନ୍ଦୁଛନ୍ତି ବାପା? କି କାରଣ ଅଛି କାନ୍ଦିବାର? ଆରେ ମା, ଏ ଦୁଃଖର ଅଶ୍ରୁ ନୁହେଁ ରେ ମା, ଏ ହଉଛି ଆନନ୍ଦ ଅଶ୍ରୁ। ଆଜି ଖୁସିରେ କାନ୍ଦୁଛି ରେ ମା। ବାପା ଯଜ୍ଞସେନୀ କାହିଁ କାନ୍ଦୁଛନ୍ତି? ଶୁଣିବୁ? ପାଞ୍ଚାଳ ରାଜ କହିଲେ, କହିଲେ ମା, ମୁଁ ବୁଦା ଆଡୁହାର ରହି ସବୁ ଶୁଣିଛି। ଭଗବାନ କୃଷ୍ଣଙ୍କୁ ତୁ ପତି ରୂପରେ ବରଣ କରି ସାରିଛୁ। କୋଉ ବାପା ଭାଗ୍ୟରେ ଏତେ ବଡ ସୌଭାଗ୍ୟ ଅଛି ଯେ କନକ ବେଦୀ ଉପରେ ବସି ବୈକୁଣ୍ଠାଧିପତି ତ୍ରିଭୁବନ ନାୟକ ଭଗବାନ କୃଷ୍ଣଙ୍କୁ କନ୍ୟା ଦାନ କରିବ? କୋଉ ବାପା ଭାଗ୍ୟରେ ଅଛି? ମାଲୋ, ସତରେ କଣ ମୁଁ ସେ ଭାଗ୍ୟ ପାଇବି? ସେଇଥିପାଇଁ ଆନନ୍ଦରେ ଦିଟୋପା ଲୁହ ଧରିଗଲା। ମା ଶୁଣ, କେତେବେଳେ କୋଉ ବାପା ନିଜ ଝିଅର ସୁଖ ବେଳେ କାନ୍ଦେ ନା? ମୁଁ କାହିଁ କାନ୍ଦିବି? ମା, ଆପଣ ମାନେ ଗୋଟେ ଗୋଟେ ଘରୁ ଆଉ ଗୋଟେ ଘରକୁ ଆସିଛନ୍ତି। ଜନ୍ମ ହୋଇଛନ୍ତି ଗୋଟିଏ ଘରେ, ଜୀବନ କାଟୁଛନ୍ତି ଆଉ ଗୋଟିଏ ଘରେ, ନାଇଁ କି? ଯେତେବେଳେ ବାହାଘର ସରିଗଲା, ଗାଡି ପାଖକୁ ଆସୁଛନ୍ତି ବିଦା ହେବେ, ସେତେବେଳେ ଗାଁର ସମସ୍ତେ ଆପଣଙ୍କୁ କୁଣ୍ଢେଇ କାଟିକି କାନ୍ଦନ୍ତି। ସମସ୍ତଙ୍କ ଆଖିରେ ଲୁହ ଥିବ, କିନ୍ତୁ ଜଣଙ୍କ ଆଖିରେ ଲୁହ ନଥିବ। ସିଏ କାନ୍ଦେନି। ଆଜ୍ଞା କିଏ? ସିଏ ହେଲା ବାପା। ମା, ବାପା କାନ୍ଦିବା ଦେଖିଛନ୍ତି? ବାପା କାନ୍ଦେନି, କବାଟ କୋଣରେ ଲୁଚି ଲୁଚି ଗୁମୁରି ଗୁମୁରି କାନ୍ଦେ ବାପା। ଜନ ସମାଜ ଆଗରେ ବାପା ଆଖିରେ ଲୁହ କେହି ଦେଖନ୍ତି ନାହିଁ। କାରଣ କାଳେ ବାପା ଆଖିରୁ ଲୁହ ଝରିଲେ ଝିଅର ସୁନା ସଂସାର ଉପରେ ପଡିବ। ବାପା କେବେ କାନ୍ଦେନି ମା। କାହିଁକି ଜାଣନ୍ତି? କାରଣ ସବୁଠାରୁ ଝିଅକୁ ବେଶୀ ଭଲ ପାଏ ବାପା। ଯେତେ ଆଜ୍ଞା ମାନେ ଆଜ୍ଞା ଅଛନ୍ତି, ନିଜକୁ ପଚାରନ୍ତୁ। ପୁଅଟିଏ ଥିବ, ଝିଅଟିଏ ଥିବ, ପୁଅକୁ ଗୋଟେ 100 ଟଙ୍କିଆ ଘଣ୍ଟା କିଣିକି ଦେଇଥିବେ, ଯଦି ସେ ଘଣ୍ଟାଟାକୁ ପୁଅ ହଜେଇ ଦେଲା, ତା କାନ ମୋଡ଼ିକି 4 ଚଟକଣି ଆମେ ଦଉଛେ। ଯଦି ଝିଅକୁ ମା ବାପା ପାଉଁଜି ହଳେ କିଣି ଦେଇଛନ୍ତି, ଝୁମୁକା ପାଉଁଜି, ଚାଲିଲା ବେଳେ ଝୁମୁର 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 ଶୁଭୁଛି। ଯେତେବେଳେ ନଈକି ଯାଇଛୁ,
ଗୋଟେ ପଟ ପାଉଁଜି ନଈବାଲିରେ କୋଉଠି ହଜିଗଲା, ଆଉ ଗୋଟେ ପଟ ପାଉଁଜି ଅଛି। ଘରେ ଚାଲିଲା ବେଳେ ଗୋଟେ ଝୁମ୍ ଶୁଭିବ, ଆଉ ଗୋଟେ ଝୁମ୍ ଶୁଭିବନି। ବାପା କାନରେ ପଡିବ, ବାପା କହିବ ମା ପାଉଁଜି ହଳକ ଆଣିଥିଲି, ଗୋଟେ କୋଉଠି ହଜେଇ ଦେଇଛୁ କି? ବ୍ୟସ୍ତ ହୁଅ ନା, କାଲି ଆଉ ଗୋଟେ ଆଣି ଦେଇଦେବି। ବାପା ମନ, ବାପା ସବୁଠୁ ବେଶୀ ଭଲ ପାଏ ଝିଅକୁ, ପୁଅ ତୁଳନାରେ ଝିଅକୁ ବେଶୀ ଭଲ ପାଏ ବାପା। ସେଦିନ ଦ୍ରୁପଦ ରାଜା କହିଲେ ମା ମୁଁ ଆଜି କାହିଁକି କାନ୍ଦୁଛି ଶୁଣ, ଛୋଟିଆଟିଏ ହେଇଥିଲୁ, ଆଜି ବିବାହ ବୟସ ହେଇଗଲାଣି, ମା ତତେ ମୁଁ ପର ଘରକୁ ବିଦା ଦେବି। କହିଲା କାଲି ପରି ଲାଗୁଛି ଲୋ ତୁ କୁଆ କୁଆ କାନ୍ଦୁଥିଲୁ, ଆଜି ଆମକୁ କଲେଇଲେ ପର କରି ଚାଲିଗଲୁ। କାଲି ପରି ଲାଗୁଥିଲୁ, ତୁ କୁଆ କୁଆ କାନ୍ଦୁଥିଲୁ, ଆଜି ଆମକୁ କଲେଇଲେ ପର କରି ଚାଲିଯିବୁ। ଉଠୁଛି ସବାରି ଆଜି ମୋର ଝିଅର, ଉଠୁଛି ସବାରି ଆଉ ଗାଁ ମୁଣ୍ଡ ପାରି ହେଲେ କିଏ କାହାର, ଗାଁ ମୁଣ୍ଡ ପାରି ହେଲେ କିଏ କାହାର। ନେଇ ଆଶୀର୍ବାଦ ମୋର, ନେଇ ପରମାୟୁ ମୋର, ନେଇ ଆଶୀର୍ବାଦ ମୋର, ନେଇ ପରମାୟୁ ମୋର। ମାଲୋ ଶାଶୁ ଘର ବାହାଘର ବୁଣାବାଲି ଘର, ଶାଶୁ ଘର ତେର ଘର ବାହାଘର ବୁଣାବାଲି ଘର, ଶାଶୁ ଘର ତେର ଘର। ସିନ୍ଦୁର କିଣିଲେ ଦିଅନ୍ତୁ ମୋର, ଚରାଇ ନେଲା ବେପାରୁ ଭିତର। ମୁନା ବାପା କାନ୍ଦେନି। ସେଦିନ ଦ୍ରୁପଦ ରାଜ କହିଲେ ମା ଏ ଆଖିରୁ ଯୋଉ ଲୁହ ଝରୁଛି ଏ କଣ ଦୁଃଖର ଅଶ୍ରୁ, ଇଏ ହଉଛି ଆନନ୍ଦର ଅଶ୍ରୁ। ମୋ ଝିଅ ଗୋଟିଏ ଉତ୍ତମ ବର ପାତ୍ର ନିର୍ବାଚିତ କରିଛି, ଏଥିପାଇଁ ବାପାର ମନ ଅତି ଖୁସି, ମୁଁ ଆନନ୍ଦରେ କାନ୍ଦୁଛି। କିନ୍ତୁ ମା ମୁଁ ନିଜ ଉପରେ ମତେ ଧିକ୍କାର ଆସୁଛି। କାହିଁକି ପିତା? ମୁଁ ନିଜକୁ ଆଜି ଘୃଣା କରୁଛି। କେତେ ବଡ ଅନ୍ୟାୟ କରିଛି ମୁଁ, କେତେ ବଡ ପାପ କରିଛି ମୁଁ। ମା ଯେତେବେଳେ ଘରେ ଝିଅଟିଏ ବା ପୁଅଟିଏ ଜନ୍ମ ନିଏ, ବାପା ମା ତାର ଭବିଷ୍ୟତ କାମନା କରନ୍ତି, କେମିତି ବଡ ହେଲେ ବଡ ମଣିଷ ହବ, ଭଲ ମଣିଷ ହବ। ହେଲେ ମା ମୁଁ ଏମିତି ଗୋଟାଏ ବାପା, ବାପା ତ ନୁହଁ, ମୁଁ ଗୋଟେ ସ୍ୱାର୍ଥପର ବାପା। ମୋର ସ୍ୱାର୍ଥକୁ ସାର୍ଥକ କରିବା ପାଇଁ, ମୋର ସ୍ୱାର୍ଥକୁ ପୂରଣ କରିବା ପାଇଁ ଯଜ୍ଞ ଅଗ୍ନିରୁ ମୁଁ ତୁମ 3 ଜଣଙ୍କୁ ଜନ୍ମ ଦେଇଛି। ମାଲୋ ଯଜ୍ଞ ଅଗ୍ନିରୁ ଜନ୍ମ ନେଇଛି ତୋ ଭାଇ ଧୃଷ୍ଟଦ୍ୟୁମ୍ନ, ମୋର ପ୍ରତିଶୋଧର ବହ୍ନିକି ନିର୍ବାପିତ କରିବା ପାଇଁ। ଯଜ୍ଞ ଅଗ୍ନିରୁ ଜନ୍ମ ନେଇଛୁ ତୁ ଯାଜ୍ଞସେନୀ, ମୋର ପ୍ରତିଶୋଧର ବହ୍ନିକି ନିର୍ବାପିତ କରିବା ପାଇଁ। ଯଜ୍ଞ ଅଗ୍ନିରୁ ଜନ୍ମ ନେଇଛି ତୋର ଭଉଣୀ କହ କି ଭାଇ କହ ଶିଖଣ୍ଡୀ। ମାଲୋ ଜାଣିଛୁ ଏ ବ୍ରାହ୍ମଣର ଗୋଟେ ଅଭିଶାପ ଅଛି ମୋ ଉପରେ। ଅଭିଶାପ? ଦେଖିବୁ ଦେଖିବୁ, ଦେଖେ ମୋରେ ପିଠି, ଏ ଫୁଙ୍ଗୁଡା ପିଠି ଉପରେ ତୁ କଣ ଦେଖୁଛୁ ମା? ଏ କଣ ଦେଖୁଛି ପିତା? ତୁମ ପିଠିରେ କଳା କଳା ବେତ୍ରାଘାତର ପ୍ରହାର। କିଏ ପିତା ଏତେ ନିଷ୍ଠୁର ଭାବରେ କରିଛି ପ୍ରହାର? ସେ କୁଳାଙ୍ଗାର କୌରବ ମାନେ ମତେ ଖଟ ଘୋଡ଼ାରେ ବାନ୍ଧି ନିର୍ମମ ଭାବରେ ପ୍ରହାର କରିଛନ୍ତି, ବେତରେ ଚାବୁକରେ ପ୍ରହାର କରିଛନ୍ତି। ସେ ଦାଗ ଗୁଡାକ ଆଜି ପର୍ଯ୍ୟନ୍ତ ପିଠିରେ ଜଳ ଜଳ ଦେଖା ଯାଉଛି। ସେ ଅପମାନକୁ ମୁଁ ଭୁଲି ପାରିବିନି ଲୋ ମା। ସେଇଥିପାଇଁ ଦ୍ରୋଣଙ୍କୁ ମାରିବା ପାଇଁ ଧୃଷ୍ଟଦ୍ୟୁମ୍ନର ଜନ୍ମ, ଆଉ କୌରବ କୂଳକୁ ସଂହାର କରିବା ପାଇଁ ଯାଜ୍ଞସେନୀ ଦ୍ରୌପଦୀର ଜନ୍ମ। ତମ 2 ଜଣଙ୍କୁ ମୁଁ ଜନ୍ମ ଦେଇଛି। ହେଲେ ମା ଆଜି ଅନୁତାପ କରୁଛି, ଗୋଟେ ବାପା ହିସାବରେ ମୁଁ କେତେ ତଳକୁ ଖସି ଯାଇଛି। ନାଇଁ, ମୋ ସ୍ୱାର୍ଥକୁ ପୂରଣ କରିବା ପାଇଁ ତମକୁ ଜନ୍ମ ଦେଇଛି। ନାଇଁ ପିତା, ସତ ଦେଇକି ବାପା ଜନ୍ମକୁ। ପିତା ନାଇଁ, ପିତା ନାଇଁ। ପାଦ ତଳେ ବସି ପଡିଲା ଦ୍ରୌପଦୀ,
କହିଲା ବାପା ଆପଣ ଯଦି ପ୍ରତିଶୋଧ ପାଇଁ ଆମ ଦୁଇ ଜଣଙ୍କୁ ଜନ୍ମ ଦେଇଛନ୍ତି ଗୋଟେ ଝିଅର କର୍ତ୍ତବ୍ୟ ତା ବାପାର ମହତ ରଖିବା। ଦରକାର ନାହିଁ ମୋର ପ୍ରେମ, ଦରକାର ନାହିଁ ମୋର ଭଲ ପାଇବା, ଦରକାର ନାହିଁ ମୋର ସେ କୃଷ୍ଣ। ମୋ ବାପାଙ୍କର ପ୍ରତିଶୋଧର ବନ୍ଧିକି କୌରବ ମାନଙ୍କ ରକ୍ତରେ ମୁଁ ନିର୍ବାପିତ କରିବି। ପାଦ ଛୁଇଁ ଶପଥ କଲା ଯାଜ୍ଞସେନୀ ବାପାଙ୍କ ପାଦରେ। ଆଜ୍ଞା ଦୁନିଆରେ ବହୁତ ସ୍ତ୍ରୀ ଅଛନ୍ତି, 5ଟା ସ୍ୱାମୀକି ନେଇକି ଘର କରିଛି କି? କାହିଁକି କରିଛି? କେବଳ ପିତାର ପ୍ରତିଶୋଧର ବନ୍ଧୀକୁ ନିର୍ବାପିତ କରିବା ପାଇଁ। ପୁଅ ସେଦିନ ଦ୍ରୌପଦୀ ସତ୍ୟ କଲା, କହିଲା ବାପା ଆପଣଙ୍କ ଇଚ୍ଛା ଅନୁସାରେ ମୁଁ ବିବାହ କରିବି, ଆପଣ ଯାହା ଚାହୁଁଛନ୍ତି। ଆଜ୍ଞା ଏ କଥା ମୁଁ କାହିଁକି କହିଲି? ସେଦିନ ବ୍ରାହ୍ମଣ ରାଗିଛି, ଦ୍ରୌପଦୀ 5 ପତିଙ୍କୁ ପରିତ୍ୟାଗ କରି ବ୍ରାହ୍ମଣୀ ହେଇ ମୋ ସାଙ୍ଗେ ଚାଲ। ଏଇଠି ଦ୍ରୌପଦୀ କହିଲେ ନନା ତମ ସାଙ୍ଗେ ବ୍ରାହ୍ମଣୀ ହେଇ ମୁଁ ଯିବି, ତାହେଲେ ଆପତ୍ତି ନାହିଁ, ଅସୁବିଧା, କିନ୍ତୁ ଯୋଉଥିପାଇଁ ମୋର ଜନ୍ମ ସେଇଟାକୁ ପୂର୍ଣ୍ଣ କରିଦିଅ। କି କାର୍ଯ୍ୟ ତୁମର ଅଛି? ସତେ କୌରବଙ୍କ ଦେବେ ମୋ ପଞ୍ଚପତିଙ୍କୁ ପରିତ୍ୟାଗ କରି ତୁମ ସହିତ ବ୍ରାହ୍ମଣୀ ହେଇ ମୁଁ ଯିବାକୁ ପ୍ରସ୍ତୁତ ଅଛି, ତାହେଲେ ଦେଇପାରିବ? କଣ 100 କୌରବଙ୍କର କଟା ମୁଣ୍ଡ ମୋ ପାଦ ତଳେ ଥୋଇପାରିବ? ଯେବେ 100 କୌରବଙ୍କ କଟା ମୁଣ୍ଡ ଆଣି ତୁମ ପାଦ ତଳେ ସମର୍ପଣ କରେ ତେବେ ମୁଁ ତୁମକୁ ବିବାହ କରିବି। ସତ୍ୟ ମାତ୍ର 7 ଦିନ ସମୟ ମୋତେ ଦିଅ ଯାଜ୍ଞସେନୀ। ଏଇ 7 ଦିନ ମଧ୍ୟରେ 100 କୌରବଙ୍କ କଟା ମୁଣ୍ଡ ଆଣି ତୁମ ପାଦ ତଳେ କରିବି ସମର୍ପଣ, ତେବେ ବ୍ରାହ୍ମଣୀ ହୋଇଯିବ ତ? ନିଶ୍ଚିତ। ତାହେଲେ ମତେ ବିଦାୟ ଦିଅ। 7 ଦିନ କଣ୍ଟ ଦେଇ ଆଜ୍ଞା ବ୍ରାହ୍ମଣ ହସ୍ତିନାଭିମୁଖେ ଚାଲିଲା। ହଉ ଏଇଠାରେ କଥା ଥାଉ। ଯାହା ପଦେ ଅଧେ କଥା ବାଦିବାଲା କଥା କଥାଟା ଏଇଠି ରହିଲା। ଆଜ୍ଞା ସେ ବ୍ରାହ୍ମଣ କିଏ ଦେଖି ପଛପାড়ে ବଡ ଭାଇ ଆସିବେ। ସେ ବ୍ରାହ୍ମଣ କିଏ? ଜଣେ ବ୍ରାହ୍ମଣ ଏତେ ବଡ ଦାନ କାହିଁକି ମାଗିଲା? ଆଜ୍ଞା ବ୍ରାହ୍ମଣ କଣ ଇଏ ମାଗେ? ଗୋଟେ ଯଜମାନ ଠାରୁ ବ୍ରାହ୍ମଣ କଣ ମାଗେ? ହଁ ବ୍ରାହ୍ମଣ ଭୋଜନ ପ୍ରିୟ, ଖାଇବାକୁ ମାଗିଥାନ୍ତା, ଧନ ସମ୍ପତ୍ତି ମାଗିଥାନ୍ତା, କିନ୍ତୁ ଦ୍ରୌପଦୀଙ୍କ ହାତ ମାଗିଛି କାହିଁକି? ସେ ବ୍ରାହ୍ମଣ କିଏ? କଥାଟା ଏଇଠି ରହିଲା। ଆଉ ଆଶା କରୁଛି ଭାଇନା ମୋର ତାକୁ ସୁନ୍ଦର ଭାବରେ ନେବେ। ପରେ ସର୍ବେ ବୋଲ ଦିନ ଜନ ଶରଣ ରକ୍ଷଣ ମହାବାହୁ, ଦିନ ଜନ ଶରଣ ରକ୍ଷଣ ମହାବାହୁ, ଆନନ୍ଦ ସାଗରେ ପ୍ରଭୁ ଦରବାରେ ବଡ କରି ହରିବୋଲ ହୁଳହୁଳି କର ତାଳି ଦିଅ, ଏ ବିଶ୍ୱର ଦୁଃଖ ଦୂର। दर्शक बंधु आम कार्यक्रमटी आपको केमिति लगिला यार मतामत दिंतु, लाइक करंतु, शेयर करंतु, आज्ञा हाँ सब्सक्राइब करने को भूलिए। रोची नमस्कार।